हेलो गाइस मो चास्तो तो मु वेलकम कोचे गोटे न्यू ब्लॉग रे तो मु जाउछे शनि मंदिर आम गाँव मैथिलपुर गाँव शनि मंदिर आउ बाटे पार्क भी पड़ो तो आसतु मु देखेबी आम गाँव स्वस्थ गछ मो माँ को आंटी दे जाउछंती दवा को दीप तो चलो आग जो एडी जाई दीप दवाई मेजुर पाखे ठिया होती से आसलु मुझे आज शनिवार जेहेतु से दीप दीप दे आस मुझे भारी आम गाँव रही जूर एपटे भी अच्छे जूर आग बहुत पानी थिला बहुत मात्रा पानी थिला माने एते मात्रा बहुत मात्रा पानी तापर एबे सुखी गला शीत दिन वर्षा दिन ब्रिज पाखापाखि आस लोक आसुँच दीप दवाई लोक संबलपुर रोड ना एनएच हाईवे प्रबल आसे आम गाँव मशाणी भी कह गले आगु जा चल देखा आगे घर घर देखा माने मशाणी ये देख केड़े केड़े गछ मैंने बहुत बड़ बड़ गछ माने बहुत बहुत पुराना आग ब्रिज है नतला माने ए ब्रिज है नतला खाली जोर जाउतला लोक पछके भी डंगारे आग आग एबे एडा अल्प दिन हम किंतु एडा हलानी पाखा पाखी एडा 15 फुट मुझा मो अजा को शुणी से तो चल जा मो मशाणी पाक आसले तो मो शुणा गला देखे आम आंब गछ नड़िया गछ कमला गछ आग थिला गाइस ये देखा तुम बहुत आम गाँव बहुत बड़ मशाणी ये गच बहुत आंब गछ माने आम गाँव प्रबल मात्रा आम गछ कहीपर कि निज माने गवर्नमेंट जगह ना गवर्नमेंट खाइबा देखे बाई प्रबल मात्रा सूर्यना गछ विभिन्न प्रकार गछ निम्म आम गाँव मशाणी से जेड़े धनी जेड़े कर मशाणी कर गर्व गणति कर मशाणी दिनटे मर काली राति मैंने मरी जे तो टिके डर लगे तो आसते लोक एत डर लगे आम जगार तेंतुड़ी गछ बहुत बड़ गछ तेंतुड़ी पड़ी नाई मशाणी गेट भी आसीगला गछ लोक लगाउछंती बहुत मात्रा जंगल हो सारा तेंतुड़ी मेतुड़ी पड़ी बहुत बड़ गछ राति पाखापाखि संबलपुर रोड जेतु गाड़ी मोटर चले किंतु टिके अल्प चले यू टिके पार्कटा हम 100 मीटर मंदिर पाखापाखि मुझे जाऊँगी मंदिर गुड़ा देखना ये पार्क बुल तो चल ये बहुत बड़ घर चली
ମଶାଣି ସାମ୍ନାରେ କାହାର ଘର ନାହିଁ। ପ୍ରବଳ ଗଛ ଅଛି। ଯାଉଛନ୍ତି ଆଣ୍ଟି ହେରିକା। କଣ୍ଟା ଲାଜକୁଳି ଲତା ଏଇ ଗଛ ଗୁରା ତ ଗାଇସ୍ ଏ କୋଉ ଗଛ ଏରା କଣ ନା ଏରା କୋଉ ବଣ ଏଇନା କଣ ତ କମେଣ୍ଟରେ ଜଣେଇବେ। ଏବେ ସରକାର କିଏ ପକେଇଲା ଜାଣିନି କିନ୍ତୁ ଏବେ ଇଏ ପଡ଼ି ସାରିଲାଣି ଯେଉଁ କ୍ରସର ଗୁଣ୍ଡ ପକେଇନା ସମାନ କରିଦେଇଛି ସେମାନେ ଠିକ୍ ଠାକ୍ ଅଛି। ଆମ ଗାଁର ଶିଶୁ ମନ୍ଦିର ବି ଏଇଠି ଆଗରେ। ତ ମୁଁ ପାଖାପାଖି ମନ୍ଦିର ଯାଉଛି ତାପରେ ଆପଣଙ୍କୁ ମନ୍ଦିର ଭିଉ ଦେଖି ମନ୍ଦିରକୁ ଯିବା। ତୁମେ ସ୍କୁଲ ପାଖରେ ଏପଟ ସାଇଡ଼ ସିଧା ତାପରେ ଏପଟ ସାଇଡ଼କୁ ଗଲେ ତୁମେ ଏଇ ମନ୍ଦିର ଆଗକୁ ଯାଏ ତାପରେ ଦେଖେଇବି। ମୁଁ ପହଞ୍ଚିଗଲି ମନ୍ଦିରର ଅତି ପାଖରେ। ମନ୍ଦିର ଭିତରକୁ ଅଛି କିନ୍ତୁ ମୁଁ ଆମ ଗାଁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମଇଦରପୁର ଅନୁଗୁଳ ଏଇଠି କାମ ଚାଲିଛି। ତା ଏଇଠି ବସ୍ ଗାଡ଼ି ଏକା ଅଛି। ଆମ୍ବ ଗଛ ବହୁତ ବଡ଼ ବଡ଼ ଆମ୍ବ ଗଛ। ଏଇଠି ଫୁଲ ଗଛ ମସ୍ତ ଫୁଲ ଗଛ ଅଛି। ଏଇଠି ଦେଖ ନଘା ଫୁଲ ଗଛ। ଏଇ ଲାଇନଟା ଟିକେ ପଡ଼ିଦିଅ। ଏଠି ହେଲେ କାମରା କରିବେନି କେବେ। ମୁଁ ଯାଉଛି ମନ୍ଦିର ଦେଖି ଦେଇକିନା ଆସିବେ ଆଉ ଆମ ଗାଁର ଲକ୍ଷ୍ମୀ ନାରାୟଣ ମନ୍ଦିର ଏବେ ପ୍ରତିଷ୍ଠା ହେଇଛି ଏଇଠି ଲକ୍ଷ୍ମୀ ନାରାୟଣ ମନ୍ଦିର। ହନୁମାନ ଜୟ ଶ୍ରୀ ହନୁମାନ ଜୟ ଲେଖା ହେଇଛି। ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି। ଶନି ମନ୍ଦିର ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି ଆଉ ତ ଶନି ମନ୍ଦିରକୁ ଯାଉଛି ଆଉ। ମୋ ଗାଁର ମଠ ବି ଏଇଠି ଅଛି। ଏଇଠି ବାବା ହେରିକା ସବୁ ଅଛନ୍ତି। ମନ୍ଦିରକୁ ଯାଉଛି କଥା ହବା ଆଉ। ଗାଇସ୍ ମୁଁ ପହଞ୍ଚିଗଲି ଆମ ମନ୍ଦିର ଶନି ମନ୍ଦିର। ତ ଚାଲନ୍ତୁ ଦେଖିବା ଶନି ମନ୍ଦିରକୁ। ଏବେ ନ୍ୟୁ କଲର୍ ଦିଆଯାଇଛି ପ୍ରତିଷ୍ଠା ହେଇଛି। ତ ଦୀପ ଦେଇକିନା ଶିବ ମନ୍ଦିର ପାଣି ଟାଙ୍କି ଦୀପ ଦେଉଛନ୍ତି। ତ ମୁଁ ଆପଣଙ୍କୁ ଡିଜାଇନ ଦେଖୁଛନ୍ତି ଭିତରର ଘାନ ଗାଡ଼ି ଯାଏ। ଏଠି ଆମ ଗାଁର ଦହିଲି ଆମ ଗାଁରେ ଏତେ ପିଲା ଆସିନ୍ତି ଏମିତି କଳା ବାଲା କିନ୍ତୁ ସମସ୍ତଙ୍କର କଣ କହୁଛି ନା ଲାଜ ଗୋଟେ ଥାଏ ଡର ଲାଗେ। କେବେ ଆପଣ କେବେ ଡରିବେନି। ଯେଉଁ ଖାସିୟତଟା ଅଛି ସେଇଟା ଦେଖେଇଦେବେ ଯାହା ହବ କଥା ଦେଖାଯିବ। ତମ ପାର୍କକୁ ଯାଉଛି ତାହେଲେ ଯିବା ପାର୍କ। ଯିବା ଆଉ ବସ୍ ଥୁଆ ହେଇଛି। ଆଉ ମେନ୍ କରି ଏଇଟା ଟିକେ ପଢ଼ିଦେବେ ପ୍ଲିଜ୍ ଦୟାକରି। ଏଠାରେ ଏଇଟା ସଫା ଭିତର ସଫା ନଥିବ ଯେହେତୁ ଏଠାକାର ଯେଉଁ ଗାର୍ଡ଼ ସିଏ ଛୁଟିରେ କେତେଦିନ ପଳେଇଛି ମାନେ ଆର ସପ୍ତାହରୁ ଏଇଟା ପରିଷ୍କାର କିନ୍ତୁ ପାଣିରେ ଜଗା ଅଛି। ଏ ପଡ଼ିଆ ଅଛି ଖେଳ ଖେଳିବା ପାଇଁ ଟିକେ ସନ୍ଧ୍ୟା ପାଖାପାଖି ହେଇଗଲାଣି ଯେ ଯିବା ପାଇଁ ଇଚ୍ଛା ହଉନି। ଏଠି ଚିତ୍ର ମିତ୍ର ହେଇଛି ଡାଇନାସର ଆଦିବାସୀ ଲୋକ ହିପୋ ଗଣ୍ଡା ଧଉଳି ଆମ ଓଡ଼ିଶୀ ଆମ ଗଛ ଏତେ ବେଷ୍ଟ ଆମ ଗାଁ ଭିତରକୁ ଯାଉଛି। ମୁଁ ପହଞ୍ଚିଗଲି ଆମ ମଇଦରପୁର ଗ୍ରାମର ପାର୍କକୁ। ତ ଚାଲନ୍ତୁ ବୁଲିବା ଆମ ପାର୍କକୁ।
ଲୋକ ଅଛନ୍ତି ତ ମୁଁ ଏଇଠୁ ଷ୍ଟାର୍ଟ କରିଦେବି। ଦେଖନ୍ତୁ ଗଛ ବହୁତ ମାତ୍ରାରେ ଅଛି। ଆମ୍ବ ଗଛ, ହଁ ଏଠୁ ଖାଇଲେ ଆମ୍ବ ଗଛ କେହି କହିବେନି ତୁ ବାହାରୁ କେବେ ଖାଇବେନି। ଆମ ଗାଁ ଟିକେ ବାହାର ଲୋକ କଳି ଲାଗିବେ ତ କେବେ ଖାଇବେନି। ଏଇଠି ଗଛ ମତେ ପାଣି ପାଇବା ପାଣି ପାଉଛି ଯେତେ ଅନ୍ୟ ଲୋକ ବି ଆସିଲେ ପାଣି ଦେଉଛି। ଫୁଲ ଗଛ ଲାଗିଛି ଆଉ ଏବେ ଭାଙ୍ଗିଗଲାଣି କାନ୍ଥରା। ଦେଖ ପରିଷ୍କାର ତ ଅଛି ଆଉ ଯେଉଁ ସଫା କର୍ମଚାରୀ ସେଠି ପଳେଇଛି, ଭାଙ୍ଗି ଗଲାଣି। ଚେୟାର ଚାରିଆଡ଼େ ପଡ଼ିଛି, ଭଲ ଚେୟାର। ଗଛ ଆମ୍ବ ଗଛ ମାଳ ମାଳ ବାଉଁଶ ବୁଦା। ତ ଏଇଟା ପଡ଼ିଦେବେ ହେଇଦି ଗଛ ଏଇଟା ମନ୍ଦିର ଦେଖାଯାଉଛି, ବହୁତ ପାଖରେ ମନ୍ଦିର। ଏଇଟା ଯିଏ ବି ନେଇଛି କାମ କରିବାକୁ ପ୍ଲିଜ ଦୟା କରୁଛି ସଫା ସୁତୁରା କରିନା ଏଠି ଗଛରା ମଲାଣି, ଟିକେ ଯତ୍ନ ନେଇଯାଆନ୍ତୁ। ଏଇଟା କ'ଣ କାମ ପାଇଁ ହେଇଯା ଖୋଳା ହେଇଛି କିନ୍ତୁ ଏବେ ସରୁନି। ଏଇଟା କେବେ କ'ଣ ହେଇଛି ତ ଦୟା କରୁଛି ସଫାସଫି କରିକିନା କ'ଣ କାମ ପାଇଁ ହେଇଛି ଏ କାମଟା ଷ୍ଟାର୍ଟ କରିଦିଅନ୍ତୁ। ଏଟା କ'ଣ ଦେବ ଲେଖା ଜଣାପଡ଼ୁନି, ଆପଣ ପଢ଼ିବେ। ଏଟା କ'ଣ ଲେଖା ହେଇଛି ପଢ଼ିବେ। ମୋ ଟାଇମ୍ ହେଲାଣି। ଏଟା କ'ଣ ଲେଖା ହେଇଛି ଜଣାପଡ଼ୁନି, ପଢ଼ିଦେବେ। ଏଇଦି ବହୁତ ବଡ଼ ସଫା ପାର୍କଟା, ମାନେ ଦୟା କରୁଛି ରେନୋଭେଟ୍ ସଫା ପୁରା ଚିକ୍କଣ ଚାକଣ କରିକିନା ଷ୍ଟାର୍ଟରେ ଥିଲା। ପାଇପ୍ ଫାଇପ୍ ଲାଗିଛି। ଏଠି ଯେ ଜଗାଳି ରହୁଥିଲା ତା ଘର, ମାନେ ସେ ରାତିରେ ଯେଉଁ ଜଗେ ଏଇଠି ଦିଆଡ଼ା। ଏଇଟା କ'ଣ ନା କ'ଣ ପାଇଁ ମୁଁ ଜାଣିପାରୁନି। ଏଇଦି ଫୁଲ ଗଛ, ଫୁଲ ଫୁଟୁଥିଲା। ଏଇଦି ଟାଙ୍କି ବି ଅଛି, କେଜାଣି କ'ଣ ହେଲା ଆସୁନି ନା କାମରୁ ବାହାରକେଇ ଦେଲେ ନା କ'ଣ, ମୁଁ ଯେ ନିଜେ ବି ଜାଣିନି। ମୁଁ ଯେ ଡିଟେଲ୍ ଜାଣିଲେ କହିବି। କିନ୍ତୁ ଗୋଟେ ରାଉଣ୍ଡ ମାରିଦେଲି। ମୁଁ ଯାଉଛି ଟିକେ ଦୋଳି ଖେଳିଦିଏ ତ ଚାଲ। ଏଇ ଭାଙ୍ଗିଗଲାଣି ନା ଏଇ ଗ୍ରିଡ଼ଟା ଆଉ ଏଇଟା ଅଛି। ଦେଖ ଏଇଟା କ'ଣ କେଡ଼େଦାରେ ଆଉ ଏଇଠି ପଇଲେ ସବୁ ମନ୍ଦିର ଫନ୍ଦିର ଦେଖାଯାଉଛି। ଭଲ ହେଇଛି, ଲୋକ ଯାବା ଆସୁଥିବେ। ଏଇଟା କି ଗଛ? ଆମ୍ବ ଗଛ। କ'ଣ ଆରମ୍ଭ ହଉ ସରିଲା। ଆଚ୍ଛା ଦେଖି ଟ୍ରାଏ ମାରିଆ। ସେଇ ଗ୍ରିଡ଼ଟା ନାହିଁ ଯେ ଡର ଲାଗୁଛି। ଆଉ ଥରେ ଟ୍ରାଏ ମାରିଆ। ଏସା ସେ ମରିବ, ଗୋଟେ ଗଦି ଫଦି ବାଲି ବୁଲା ପକେଇଦେବେନି। ଆମ ଗାଁରେ ଦୋଳି ଏଇଠି ଭାଇ ବୋଇଲା ଆଉ ଦୋଳି ଅଛି ଏଇଠି, ଡଷ୍ଟବିନ୍ କିନ୍ତୁ କେହି ୟୁଜ୍ କରୁନାହାନ୍ତି। ଚକୋଲେଟ୍ ଧରି ୟୁଜ୍ ଏଇଠି ଦେଖ ଥଣ୍ଡା ବୋତଲ, ବହୁତ ବଡ଼ ଗଛ ଅଛି।
ସୁନ୍ଦର ଜାଗା, କିନ୍ତୁ ଯତ୍ନ ନେବ ଯଦି ଭଲ ସୁନ୍ଦର ହବ। ଏ ବଢ଼ିଆ ଜାଗା କହୁଛି ମାନେ ଆମ ନିଜ ଗାଁ ବୋଲି ଏମିତି କହୁନି ଅପରିଷ୍କାର ହେଇଛି। ମୁଁ ଆର ସପ୍ତାହରେ ଆସିଥିଲି, ତା ଭିଡ଼ିଓ ତ ମୋ ପାଖରେ ନାହିଁ, କିନ୍ତୁ ସଫା ନଥିଲା। ତାକୁ କହୁଥିଲି କକା ଛୁଟିରେ ଦେଇଛି, କିନ୍ତୁ 2 ସପ୍ତାହ ଛୁଟି, ହଁ 14 ଦିନ ହେଇଗଲା। କାହିଁ ତ ଦେଖି ଆର ଜଣାପଡ଼ିବ କ'ଣ ହେଉଛି। ଆର ଶନିବାର ପୁଣି ଆସିବ ତ चलते हैं पार्क की तरफ। पार्क तो सलाड़े भेड़े बड़ बड़ देख पार्क 2टा घर अच्छी मैंने वर्षा वर्षी हेले बोया जानते छुट्टियाड़े पानी हाथी गुड़ा देखनी घास प्रबल देख पई जाऊँ गुड़ ये टांकी टांकी नष्ट गुड़ा मेसिन कहीं केरा पानी किसी ना हाथी कलर उड़ीगला कलर दबनी इधरे लांच लुंज किसी ना ये जीरा लांच ना कलर उड़ीगला ना